ଥରେ ଜଣେ ମହିଳା ଗୌତମ ବୁଦ୍ଧଙ୍କୁ କହିଲେ, ମୁଁ ଆପଣଙ୍କୁ ବିବାହ କରିବାକୁ ଚାହେଁ। ଗୌତମ ବୁଦ୍ଧ କହିଲେ, କାହିଁକି ଦେବି? ମହିଳା କହିଲେ, ମୁଁ ଆପଣଙ୍କ ପରି ପୁଅଟିଏ ଚାହେଁ, ଯିଏକି ମୋ ନାଁକୁ ଉଜ୍ଜ୍ୱଳମୟ କରିବ। ଆଉ ଏହା କେବଳ ଆପଣଙ୍କୁ ବିବାହ କରି ହିଁ ସମ୍ଭବ ହେବ। ଗୌତମ ବୁଦ୍ଧ କହିଲେ, ଏହାର ଆଉ ଏକ ଉପାୟ ଅଛି। ମହିଳା କହିଲେ, କ'ଣ? ଗୌତମ ବୁଦ୍ଧ ହସିକରି କହିଲେ, ଆପଣ ମୋତେ ହିଁ ଆପଣଙ୍କ ପୁଅ ମାନି ନିଅନ୍ତୁ, ଆଉ ମୋର ମା ବନିଯାଆନ୍ତୁ। ଫଳରେ ଆପଣଙ୍କୁ ମୋ ପରି ପୁତ୍ରଟିଏ ମିଳିଯିବ। ମହିଳା ହତପ୍ରଭ ହୋଇ ଗୌତମ ବୁଦ୍ଧଙ୍କୁ ଚାହିଁ ରହିଲେ। ଆଖିରୁ ତାଙ୍କର ଧାର ଧାର ଲୁହ ବହି ଯାଉଥିଲା।